हेलो फ्रेंड्स, गुड मॉर्निंग। नमस्कार, जय जगन्नाथ। आपण माने केमती अछंती? आज मु घरे घी प्रस्तुत करी देखेबी। एमती भी मोर हॉबी को घी बहुत पसंद। कौन पे सी नॉन वेज खाती नहीं से घी बहुत भल लगे भात रे पकईदे मत भी भल लगे। तो आजकल जानी शुद्ध देसी घी कौटी भी मिलूनी, तो से करवा टिके कष्ट, किंतु घर तैयारी निजे हाथ रे करिथिबे आखि आगरे केते भल लगे ना खाया पे गोटे चामच पकेदेले। जदि वर्षा पाग होइतिबो मोर तो गरम भात रे टिके घी आ आलू चकटा देले मोर से दिन पूरा 5 स्टार होटल खाइबा फेल हो जाए। माने मते एतकी तार भल लगे खाया पे। देखंतु केतकी सुंदर घी होइची। मु एथिबे ना डेली 1 लीटर क्षीर रखे घी पाई ही। तो से घीरु जो सरटा डेली डेली बाहर मुझे दही तैयारी कला परे दहीर सरटा भी रखे आ क्षीरर सर भी रखे। किंतु दहीर सरु हेले कौन कि तार जो बटर मिल्कटा बाहर ना सेटा पीवा पे बहुत भल लगे, टे खटा खटा लगे आ बहुत भल लगे मत। तो से देखो ये दही मु जमे थी से जो दहीर जो सरटा को देखो एमती डेली गोटे कंटेनर रे एमती काढ़ी रखे डेली को डेली फ्रिज रे। ଏଇଟା ବୋଧେ 10 ଦିନର ମାନେ ସରଟା ନହେଲେ ବେଶୀ ଦିନ ରଖିଲେ ଗନ୍ଧ ହେଇଯିବ। ସେଥିପାଇଁ ମୁଁ 10 ଦିନର ସରରୁ ତିଆରି କରିଥିଲି। ସେତିକି ଘିଅ ମୋର ହେଇଥିଲା ବୋଟଲରେ ଯେତିକି ଦେଖିଲେ। ଆଉ ଆକ୍ଚୁଆଲି ମୋତେ ଏତେ ଭଲସେ ଘିଅ କରି ଆସେନି। ଆଉ ମାଆ ବହୁତ ବଢ଼ିଆ କରନ୍ତି। ମୋ ମାଆ ହେଲେ ଆଜି ଏତିକିରେ ଡବଲ ଘିଅ କରିଦେଇଥାନ୍ତେ। କ'ଣ ପାଇଁ ନା ଆମ ଘରେ ଛୋଟବେଳଠୁ ଗାଈ ଥିଲା। ତ ମାଆ ସବୁବେଳେ ଘି ମାନେ ଆଗରୁ ତ କ'ଣ ଏବେ ତ ଆମେ ଗ୍ରାଇଣ୍ଡରରେ ଦେଇକି କରୁଛୁ, ସେତେବେଳେ ମାଆ ଯେଉଁ ଚଲ୍ହା ମୋହିବା ଗୋଟେ ଆସେ କାଠର, ସେଥିରେ ମୁଁ ଦେଖିଛି ଛୋଟବେଳେ ମୋର ମାଆ ତାକୁ ମନ୍ଥିକି ଲଉଣୀ ବାହାର କରନ୍ତି, ତାପରେ ସେ ଚୁଲିରେ ବସେଇଲେ ଘିଅ ହେଇଯିବ। ତ ଦେଖନ୍ତୁ ମୋର ଏତିକି ସର ହେଇଛି ଟୋଟାଲ। ଆଉ ମୁଁ ସତ କଥା ଘିଅ ଲୋଭରେ ହିଁ କ୍ଷୀର ରଖୁଛି, ନହେଲେ କ'ଣ ମୁଁ ଏତେ କ୍ଷୀର ପିଇପାରିବି? କିନ୍ତୁ କ୍ଷୀର ଟିକେ ଘରେ ରଖିଲେ ନା ସତରେ ବହୁତ କିଛି ହେଲ୍ପ ହେଇଯାଏ। ଯେମିତି ଆପଣ ସେଥିରୁ ଚା ପିଇପାରିବେ, ସେଥିରେ ଏତେ ସୁଗାର ନଥାଏ ଯେମିତି ଅମୁଲରେ ଥାଏ। ତାପରେ ଆପଣ ଏ ଦେଖନ୍ତୁ କ୍ଷୀରର ସରଟା ବି ମୁଁ ଏମିତି ରଖି ନେଉଛି। ଆପଣଙ୍କର ଯେଉଁଟା ଇଚ୍ଛା ହେବ ଏମିତି ରଖିକି କରିପାରିବେ। ଆଉ ଗୋଟେ କଥା ହେଉଛି କି ଯେଉଁ ସେଥିରେ ଚା ପିଇପାରିବେ। ଯେଉଁମାନେ ଘରେ ଆଜିକାଲ ଦେହ ଖରାପରେ ରହୁଛନ୍ତି ସେମାନେ ମେଡ଼ିସିନ ଖାଇଲା ପରେ ଗୋଟେ କପ୍ ଦେଶୀ ଗାଈ କ୍ଷୀର ବି ପିଇପାରିବେ। ଆଉ ଓମଫେଡ଼ରେ ତ ଜାଣିଛନ୍ତି କ'ଣ ମିଶାଉଛନ୍ତି କ'ଣ ନାହିଁ ସେ କିଏ ଦେଖୁଛି। ଆଉ ମୁଁ ଯେଉଁ ଏରିଆରେ ରହୁଛି ଏଠି କ୍ଷୀର ବହୁତ ସଫିସିଏଣ୍ଟ ମିଳିଯାଏ, ସେଥିପାଇଁ ମୋତେ କିଛି ପ୍ରୋବ୍ଲେମ୍ ନାହିଁ କ୍ଷୀରରୁ। ଓମଫେଡ଼ କ୍ଷୀର ଏଇଟା ନୁହେଁ, ଏଇଟା ଗାଈ କ୍ଷୀର। ସେମାନେ ଆଣିକି ଘରେ ଘରେ ଦିଅନ୍ତି ପୁରା ଆମ ଟାଉନସିପ୍ରେ। ଆଉ ବହୁତ ଭଲ କ୍ଷୀର ଦିଅନ୍ତି। ଆଉ ଏଠି ଆପଣଙ୍କର ସେଠି କେତେ ଚାଲିଛି କହିବେ ମୋତେ। ଏଠି ସେମାନେ ଲୋକ ଚିନିକି 40, 45, 50 ନିଅନ୍ତି, ଯେଉଁଟାକି ମାନେ ମାଆ କହୁଥିଲେ କି ଆମ ଘର ସାଇଡ଼ରେ ଏବେ ଆସିକି 80 ଟଙ୍କା ଲିଟର ହେଲାଣି। ତ ସେଥିପାଇଁ ଏଠି ମୁଁ ଅଧା ରେଟ୍ରେ କ୍ଷୀର ପାଇଯାଏ ଡେଲି, ଆଉ ପୁରା ପିଓର କ୍ଷୀର ପାଇଯାଏ। ତ ଦେଖନ୍ତୁ ସେଇ ସରଟାକୁ ମୁଁ ଏବେ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ରେ ତାକୁ ଟ୍ରାନ୍ସଫର୍ କରି ନେଉଛି। ଟିକେ ଫ୍ରିଜ୍ରୁ ବାହାରେ ରଖିଦେଇଥିଲି ଆଗ, ତାପରେ ଟିକେ ଯେମିତି ତା ଚିଲ୍ଟା କମିଗଲା ତାପରେ ମୁଁ ସେଟାକୁ ଟିକେ ଚାମଚରେ ଫେଣ୍ଟା ଫେଣ୍ଟି କରିକି ଏବେ ଗ୍ରାଇଣ୍ଡିଙ୍ଗ ଜାର୍ରେ ଦେଖନ୍ତୁ ଏଟାକୁ ମୁଁ ନେଇନେବି। ତାପରେ ୟାକୁ ମାଆ କେମିତି କରନ୍ତି କେଜାଣି, ମୁଁ ତ ଏତେ ଭଲସେ ମାଆଠୁ ଶିଖିନି କେବେ ବି, କିନ୍ତୁ ମାଆ ବହୁତ ଘିଅ ବାହାର କରନ୍ତି। ମୋର ତ କାଲି ଟିକେ କମ୍ ଘିଅ ତିଆରି ହେଲା। ମାଆଙ୍କୁ ମୁଁ ଟ୍ରିକ୍ ବି ପଚାରିନି କାଲି, ମୁଁ ବହୁତ ବ୍ୟସ୍ତରେ ଥିଲି। ତ ଅଫିସରୁ ଆସିଲା ପରେ ସାଙ୍ଗେ ସାଙ୍ଗେ କରିବା ପାଇଁ ପଡ଼ିଲା। ଏଇଟା ବେଶୀ ଦିନ ରହିଲେ ଗନ୍ଧ ବି ହେଇଯିବ। ତ ମୁଁ ଭାବିଲି କି ଚାଲ ଏତେ କଷ୍ଟରେ ଯଦି ରଖିଛି ତ ଏଇଟାକୁ ଘିଅ ତିଆରି କରିନିଏ। ଆଉ ଆଗରୁ କ'ଣ କି ମାଆ ସବୁବେଳେ ମୋତେ 1 ଲିଟର 2 ଲିଟର ଘିଅ ଦେଇ ଦେଉଥିଲେ, ତ ମୋତେ ଘିଅର କିଛି ଦରକାର ପଡ଼ୁନଥିଲା। ମୋର ସେଇଟା ସାଲଭର ମାନେ ଚଳି ଯାଉଥିଲା। କିନ୍ତୁ ଏବେ ଆଉ ମାଆ କହୁଛନ୍ତି ମୁଁ ସେଗୁଡ଼ା ଠାକୁର ପୂଜାରେ ଲଗେଇ ଦେଉଛି। ମାନେ ଶୁଦ୍ଧ ଦେଶୀ ଘିଅରେ ଭଗବାନଙ୍କୁ ବି ଦୀପ ଜଳେଇବା କଥା। ସେଥିପାଇଁ ମାଆ କହିଲେ କି ମୁଁ ଏଥର ଘିଅରେ ଜଳେଇ ଦେଉଛି। ଆଉ କୋଲେଷ୍ଟ୍ରଲ୍ ପାଇଁ ବହୁତ
ଜଣ ଆମ ଫ୍ୟାମିଲିରେ ବି ଖାଉନାହାନ୍ତି ଘିଅ, ନହେଲେ ମୋ ଛୋଟ ଭାଇ, ମୋର ବାପା, ମୋତେ ଆମ 3 ଜଣଙ୍କୁ ଘିଅ ବହୁତ ପସନ୍ଦ, ବହୁତ। ଆଉ ଏପଟେ ହବିଙ୍କୁ ବି ବହୁତ ପସନ୍ଦ ଘିଅ। ତାଙ୍କୁ ଯଦି ଟିକେ ଘିଅ ଦେଇଦେଲେ ତାହେଲେ ତାଙ୍କର ଖାଇବା ବହୁତ ଖୁସି। କି ପରଟା ଯଦି କରୁଛନ୍ତି ଟିକେ ଦେଶୀ ଘିଅ ପକେଇଦେଲେ ତାହେଲେ ବି ସିଏ ବହୁତ ଖୁସି ହୁଅନ୍ତି ଖାଇବା ପାଇଁ। ତ ମୁଁ ତାଙ୍କରି ଖୁସି ପାଇଁ ହିଁ ଘିଅ ତିଆରି କରୁଛି, ନହେଲେ ମୁଁ ଭାବେ କି ଏତେ ଝାମେଲା କିଏ କରିବ ଏଗୁଡ଼ା। ଆଉ ତାପରେ ଯେତେବେଳେ ମା ଏବେ ଆଉ ଦଉନାହାନ୍ତି ତ ମୁଁ ଭାବେ କି ସତରେ ଘିଅର ମହତ୍ତ୍ୱଟା କ'ଣ ମୁଁ ଏବେ ବୁଝିପାରୁଛି। ଠାକୁରଙ୍କୁ ତ ମୁଁ ଏମିତି ବି ମାନେ ଅମୁଲ ଫମୁଲର ଭଲ ଘିଅ କିଣିକି ପୂଜା କରେ। ମୁଁ ଏମିତି କମ୍ ରେଟ୍‌ରେ ଆଗରୁ କରୁଥିଲି, ମା ମନା କଲେ। ମା କହିଲେ କି ନାଇଁ, ସେ ଠାକୁରଙ୍କର ପାଇଁ କରୁଛୁ, ଭଲ ଘିଅରେ କରିବୁ। ତ ମୁଁ ଏବେ ଭଲ ଘିଅରେ ଠାକୁରଙ୍କୁ ଦୀପ ଜଳାଏ। ତାପରେ ଦେଖନ୍ତୁ ମୁଁ ଗ୍ରାଇଣ୍ଡିଙ୍ଗ କଲା ପରେ ଥଣ୍ଡା ପାଣି ବରଫ ଦେଇକି ତାକୁ ଫ୍ରିଜରେ ରଖିଦେଇଥିଲି। କ'ଣ ପାଇଁ ନା ମା ଯେମିତି ପୁରା ମୋଟା ମୋଟା ହାତରେ ବାହାର କରନ୍ତି ଲହୁଣୀ, ମୁଁ ସେମିତି କରିପାରିଲିନି, କିନ୍ତୁ ଚଳିବ, ମୋର ବି ଭଲ ହେଇଥିଲା, କିଛି ଖରାପ ହେଇନି। ଆଉ ସତ କହିବି, ଏଇଟା ମୁଁ ଫାର୍ଷ୍ଟ ଟାଇମ୍ କରିଥିଲି, କିନ୍ତୁ ମା ସବୁବେଳେ ହର ଆମ ଘରେ 2 ଲିଟର କ୍ଷୀର ଆସୁଥିଲା। ଯେତେବେଳେ ଗାଈ ଥିଲେ ତ ସେତେବେଳେ ଛାଡ଼ନ୍ତୁ, ବାଲ୍ଟି ବାଲ୍ଟି କ୍ଷୀର, ସେଇଟା ତ ମାନେ ଅଲଗା ହେଇଥିଲା। ଡେଲିରେ ମାଆଙ୍କୁ କରିବା ପାଇଁ ପଡ଼ୁଥିଲା ସେଇଟା। ସକାଳ ପାଇଲେ ମାଆଙ୍କର ଫାର୍ଷ୍ଟ ଡ୍ୟୁଟି ଥିଲା କି ଏମିତି ଲହୁଣୀ ଯେଉଁ ବଟର କହୁଛୁ ଆମେ, ସେଇଟାକୁ ବାହାର କରିବେ, ଘିଅ ତିଆରି କରିବେ। ମା ବହୁତ ଘିଅ କରୁଥିଲେ, ବହୁତ ଘିଅ। କିନ୍ତୁ ମୁଁ ଛୋଟରୁ ଦେଖେ, କିନ୍ତୁ ମାଆଙ୍କୁ କେବେ ବି ପଚାରିନି କି ମା ଏଇଟା ତୁମେ କେମିତି କର କି ତୁମର ଏତେ ସାରା ଘିଅ ବାହାରେ। ଏମିତି ପଚାରିଦିଏ କଥାରେ କଥାରେ, କିନ୍ତୁ ମୁଁ କେବେ ମାଆଠୁ ଆକ୍ଚୁଆଲି ଶିଖିଲିନି। କିନ୍ତୁ ମୁଁ ଦେଖିଛି ଏତିକି କ୍ଷୀରରେ, ଲିଟର କ୍ଷୀରରେ ମୁଁ ଦେଖିଛି ମୋ ମା ୟା ଡବଲ ଘିଅ ବାହାର କରନ୍ତି। ଆଉ ସିଏ ତାକୁ କେମିତି ମାନେ ମନ୍ଥି ସେ ଲହୁଣୀଟାକୁ ପୁରା ହାର୍ଡ଼ କରିଦିଅନ୍ତି। ମୁଁ କିନ୍ତୁ ସେମିତି କରିପାରୁନି। ତାପରେ ଦେଖନ୍ତୁ ଉପରେ ଲହୁଣୀଟା ପଳେଇ ଆସିଛି, ତଳେ ପାଣିଟା ରହିଯାଇଛି। ତ ମୁଁ ଏଇଟାକୁ ଏବେ ନେଇକି ଚୁଲିରେ ବସେଇବି। ମାନେ ଏତିକି ସୁନ୍ଦର ସ୍ମେଲ୍ ହେଉଥିଲା, ମୋତେ ଲାଗୁଥିଲା କି ମୁଁ ଏଇନା ପାଟିରେ ପକେଇବି, ଏଇନା ପାଟିରେ ପକେଇବି। ମାନେ ମୋତେ ଏଇଟା କ'ଣ ପାଇଁ କେଜାଣି, ମୋତେ କ୍ଷୀରର ସବୁ ଜିନିଷ ଭଲ ଲାଗେ। କ୍ଷୀର ପିଇବା ପାଇଁ ଏତେ ଭଲ ଲାଗେ ନାହିଁ, କିନ୍ତୁ କ୍ଷୀରର ଲହୁଣୀ, ଦହି, ତାର ସର, ଯେଉଁ ବଟର ମିଲ୍କ, ଏଗୁଡ଼ା ମୋତେ ସବୁ ବହୁତ ଭଲ ଲାଗେ। ଆଉ ଯେଉଁ କ୍ଷୀରରେ ନା ମା ବହୁତ ସାରା ଭେରାଇଟି କରନ୍ତି ଆଗରୁ। ଗୋଟେ ଛେନା ମୁଡ଼କି ଆମେ ଖାଉ, ଯେଉଁଟାକି ଆନ୍ଦପୁରରେ ଫେମସ୍, କିନ୍ତୁ ସେଇଟା ବି ମୋତେ ଫିକା ଲାଗେ। ମୋର ମା ଯେଉଁ ଘରେ ଛେନା ମୁଡ଼କି ବନାନ୍ତି, ସେ ଛେନାକୁ ଏମିତି ଫାଡ଼ିକି, ଏଇଟା ଦେଖନ୍ତୁ ତାର ବଟର ମିଲ୍କଟା ଏତିକି ବାହାରିଲା। ମୁଁ ଏଇଟାକୁ ମାନେ ଲଞ୍ଚ ପରେ ଡେଲି ଗୋଟେ ଗୋଟେ ଗ୍ଲାସ୍ ପିଇବି ସରିବା ଯାଏଁ, କିନ୍ତୁ ଫୋପାଡ଼ିବି ନାହିଁ ଟିକେ ବି। କ'ଣ ପାଇଁ ନା ଏଇଟା ଭାଗ୍ୟରେ ଥିଲେ ଯାଇକି ସତରେ ଘିଅ ଟିକେ ହଉ କି ସର ଟିକେ ହଉ, ଏଗୁଡ଼ା ଭାଗ୍ୟରେ ଥିଲେ ମିଳେ। କିଏ କ'ଣ କୁହନ୍ତୁ ମୁଁ ଜାଣିନି, କିନ୍ତୁ ମୁଁ ସେଇଆ ଭାବେ କି ମାନେ ଭଲ ଘିଅ, ଭଲ ଲହୁଣୀ, ଭଲ ସର, ମାନେ ଏଇଟା ପାଇବା ବହୁତ ଆଜିର ଡେଟ୍‌ରେ ବହୁତ ଭାଗ୍ୟର କଥା। କ'ଣ ପାଇଁ ନା ଯେମିତି ଆପଣମାନେ ଜାଣିଛନ୍ତି, ଲୋକ ଆଜିକାଲି ମାନେ କୁକୁର ସେବା କରିବା ପାଇଁ ଭଲ ପାଉଛନ୍ତି। ଘରେ ସମସ୍ତେ ଗୋଟେ ସଉକରେ ରଖୁଛନ୍ତି, କିନ୍ତୁ ଗାଈ ରଖିବା ପାଇଁ କେହି ବି ଖୁସି ହେଉନାହାନ୍ତି, ନାରାଜ ସମସ୍ତେ। କିନ୍ତୁ ମୋର ବାପା ସବୁବେଳେ କହୁଥିଲେ କି ମୋର ଗଳା ଖରାପ ହେଇଯାଇଛି ଟିକେ 2-3 ଦିନ ହେଲା। ବାପା ସବୁବେଳେ କୁହନ୍ତି କି ଗୋମାତାର ସେବା କରିବା ଯାହା, ମାଆଙ୍କର ସେବା କରିବା ସେଇଆ। ତ ବାପା ସବୁବେଳେ କୁହନ୍ତି କି ଆମକୁ ମୋଟିଭେଟ୍ କରନ୍ତି କି ଗୋମାତାର ସେବା କରିବା ପାଇଁ। କିନ୍ତୁ ସତ କଥା, ମୁଁ ଏବେ ବୁଝିପାରୁଛି ଯେତେବେଳେ କି ପାଖରେ ଗାଈ ନେଇ, ଆଗରୁ ତ ଘରେ ପୁରା ଗୁହାଳରେ ଗାଈ ବନ୍ଧା ହେଇଥିବେ ଏମୁଣ୍ଡରୁ ସେମୁଣ୍ଡି। ଆଉ ସକାଳ ପାଇଲା ମାନେ ବାଲ୍ଟି ବାଲ୍ଟି କ୍ଷୀର, ଇଭିନିଂରେ କ୍ଷୀର, ଘର ସାରା ଖାଲି କ୍ଷୀର କ୍ଷୀର କ୍ଷୀର, ଗୋଟେ ସ୍ମେଲ୍ ଅଲଗା ଆସେ କ୍ଷୀର ଘିଅର। ଆଉ ଏବେ କିନ୍ତୁ ସତରେ ମାନେ ବାପା ଘରେ ବି କିଣା କ୍ଷୀର, ଶ୍ୱଶୁର ଘରେ ବି କିଣା କ୍ଷୀର, ଏଠି ମୁଁ ବାହାରେ ବି କିଣିକି ଖାଉଛି କ୍ଷୀର। ମୁଁ ଘିଅ ଚକ୍କରରେ ହିଁ ଟିକେ ବେଶୀ କ୍ଷୀର ରଖେ, ନହେଲେ ମୋର ଏକୁଟିଆ ପାଇଁ ଏତେ ଦରକାର ନାହିଁ। ତ ମୋତେ ଲାଗେ କି ହବି ଖୁସି ହେବେ ଟିକେ ଘିଅ ବନେଇଦେଲେ। ଆଉ ସତ କଥା, ଆପଣ ଯେତେ ହଜାରେ ଜାଗାରେ 2000 ଲିଟର ଦେଇକି ବି କିଣନ୍ତୁ, କିନ୍ତୁ ସତରେ ଦେଶୀ ଘିଅ ଆଉ ଟିକେ ବି ପାଇବେନି। ଦେଶୀ ଘିଅ ମାନେ କହିକି ଲୋକ ବିକୁଛନ୍ତି, କିନ୍ତୁ ମୋତେ ତ ଜଣା ନାହିଁ କ'ଣ ପାଇଁ କେଜାଣି। ମୁଁ ଜନ୍ମରୁ ଧରନ୍ତୁ ଘିଅ, କ୍ଷୀର ଏଗୁଡ଼ା ଖାଏ। ଘରେ ଗାଈ ଥିଲା ବୋଲି, ଏମିତି ତ ସମସ୍ତେ ଖାଉଥିବେ ଆପଣମାନେ ବି, ନହେଲେ
ଏଇଟା ସେଇଟା ଭାବିକି ଏମିତି ବଢ଼େଇକି କହୁଛି। ନାଇଁ ସେମିତି ନାହିଁ, ଆମର ଘରେ ଆକ୍ଚୁଆଲି ଗାଈ ବାପା ପାଳିଥିଲେ, ତ ସେଥିପାଇଁ ମୋତେ ଲାଗେ କି ମୁଁ ଜନ୍ମରୁ ହିଁ ମାନେ ଘର ଗାଈର କ୍ଷୀର ଦହି ଦୁଧରେ ବଢ଼ିଛି, ତ ମୋତେ ନା ତାର ଯୋଉ ସ୍ମେଲଟା ଛୋଟରୁ ମୋର ଗୋଟେ ମାନେ ମନ ଭିତରେ ରହିଯାଇଛି, ସେଇଟା ମୋତେ କୋଉଠି ବି ସେ ଅନୁଭୂତିଟା ଆସେନି କି କ୍ଷୀରଟା ସେଇଆ ହେଇଥିବ। ତ ମୋତେ ଟିକେ ଯାହାହେଲେ ବି ଲାଗେ କି ଏଇଟା ଭେଜାଲ ଥିବ। ତାପରେ ହଉଛି ଆପଣଙ୍କର ଶ୍ୱଶୁର ଘରେ ତ ଓମଫେଡ୍ କ୍ଷୀର ଆସେ, ସେଠି ଟୋଟାଲି ଗାଈ କ୍ଷୀର ମିଳିବା ବହୁତ କଷ୍ଟ। ଆଉ ସେମାନେ କିନ୍ତୁ ଓମଫେଡ୍ କ୍ଷୀରରେ ମୁଁ ଦେଖିଛି ବହୁତ ମୋଟା ସର ପଡ଼େ, କିନ୍ତୁ ସେମାନେ କେତେ କରିବେ ଭାବିକି ସେ ସରଟାକୁ କିଏ ଖାଏ କିଏ ଫୋପାଡ଼ି ଦିଏ, କିନ୍ତୁ ଏମିତି ରଖିକି ସେମାନେ ମୋର ବଡ଼ ଯାଆ ଯିଏକି ଘରେ ଶାଶୁ ମାଆ ତ ଦେହ ଭଲ ନାହିଁ, ସେମାନେ କରନ୍ତିନି। କିନ୍ତୁ ମୋତେ ଟିକେ ସର ଦେଖାଗଲେ ମୋର ମୁଣ୍ଡରେ ସବୁଠୁ ଫାଷ୍ଟ ଆସିକି ମୁଁ ଏଟାକୁ କେମିତି ଘିଅ ତିଆରି କରିବି। କିନ୍ତୁ ଜାଣିଛନ୍ତି ନା ଗୋଟେ ଦିନର ସରରେ କି ଅଳ୍ପ ଟିକେ ସରରେ କିଛି ହବନି, ତାକୁ ଆପଣଙ୍କୁ ମାନେ ପେସେନ୍ସର ସହିତ ପୁରା ରଖିବା ପାଇଁ ପଡ଼ିବ। ଟିକେ 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 କି ରଖିଲେ ଯାଇକି ସିଏ ଟିକେ ମାନେ 100 ଗ୍ରାମ ଅଧା କେଜି ଏମିତି ଘିଅ ବାହାରିବ। ଆଉ ମୁଁ ତ କାଲି କମ୍ ଘିଅ ବାହାର କଲି, କିନ୍ତୁ ମୁଁ ଭାବୁଥାଏ ମନେ ମନେ କି ମୋ ମା ଯଦି ଏଇଟା ଥାନ୍ତେ ନା ତାହେଲେ ତା ଡବଲ ଘିଅ ବାହାର କରିଥାନ୍ତେ। ମେ ବି ମୁଁ ବି ଶିଖୁ ଶିଖୁ ଶିଖିଯିବି, ଯେମିତି କୁହନ୍ତି ପ୍ରାକ୍ଟିସ୍ ମେକ୍ସ ଏ ମ୍ୟାନ୍ ପରଫେକ୍ଟ। ତ ମୁଁ ବି ସେମିତି ପରଫେକ୍ଟ ହେଇଯିବି ଗୋଟେ ଦିନ। ବଟ୍ ମୁଁ ସତ କହୁଛି, ମୋ ଘିଅ ବନେଇବା ଟାଇମ୍ରେ ମୁଁ ମୋର ମାଆକୁ ବହୁତ ମିସ୍ କରୁଥିଲି। ମୁଁ କହୁଥିଲି ମା ସତରେ କେତେ କଷ୍ଟ ଘିଅ କାମ କରିବା, ମାନେ ବହୁତ ସାରା ବର୍ତ୍ତନ ବି ହେଇଯାଏ, ଆଉ ଗୋଟେ ପରେ ଗୋଟେ ଷ୍ଟେପ୍ ବାଇ ଷ୍ଟେପ୍ ଆପଣ ଫଲୋ ନ କଲେ ଏତିକି ବୁନ୍ଦେ ଚାମଚେ ଘିଅ ବି ବାହାରିବନି, କରିପାରିବେନି। ଆଉ ଯେଉଁମାନେ ରେଗୁଲାର ବେସିସ୍ରେ ଦେଖନ୍ତୁ କି ସୁନ୍ଦର ଦେଖାଯାଉଛି, ଆଉ ତା ସ୍ମେଲ୍ କାଲି ଯେଉଁ ହେଉଥାଏ କୁହନ୍ତୁନି, ଘର କ'ଣ ବାହାରେ ବି ପୁରା ମହକି ଯାଉଥାଏ। ତ ମାଆ କୁହନ୍ତି କି ଆମେ ଯେହେତୁ ମାନେ ଓଡ଼ିଆ ଲୋକ ହିନ୍ଦୁ ଲୋକ, ତ ଟିକେ ଘରେ ସବୁବେଳେ ଘିଅର ବାସ୍ନା ଆସିବା କଥା। ଆଉ ଘିଅ ବାସ୍ନା ତ ଆପଣଙ୍କର ଘରେ କେହି ଆସିକି କରାଇବେନି, ସେଥିପାଇଁ ନିଜକୁ କରିବା ପାଇଁ ପଡ଼ିବ। କିନ୍ତୁ ଆଜିକାଲି ସମସ୍ତେ ପ୍ରାୟତଃ ୟୁଟ୍ୟୁବ୍ କିମ୍ବା ଅନ୍ୟ ସବୁ ସାଇଟ୍ରୁ ଦେଖିକି ସେମାନେ କରୁଛନ୍ତି, ଯେମିତି ମୁଁ ବି କାଲି କରିଛି ଘିଅ। ଆଉ ଆକ୍ଚୁଆଲିରେ ମୋର ଘିଅରୁ କ'ଣ ପାଇଁ ବେଶୀ ଲୋଭ କି, ଯେତେବେଳେ ମା ଟିକେ 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 କରିକି ପୁରା ବଡ଼ ଜାର୍ କଣ୍ଟେନର୍ 1 ଲିଟର 2 ଲିଟର ଫୁଲ୍ କରିଦିଅନ୍ତି ନା, ମୋତେ ବହୁତ ଲୋଭ ଲାଗେ। ଦେଖନ୍ତୁ ହେଇଗଲା। ଯଦି ମୋ ଘିଅ ପ୍ରସ୍ତୁତି ଆପଣଙ୍କୁ ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ ସେୟାର କମେଣ୍ଟ କରିବେ। ଆଉ ଯଦି ଆପଣ ମୋ ଚ୍ୟାନେଲରେ ନୂଆ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ମୁଁ ରହୁଛି। ଜୟ ଜଗନ୍ନାଥ, ନମସ୍କାର। ତା ଦେହରେ ଖରୁଆଟା ଏଇଟା ବି ମୁଁ ଚିନି ପକେଇକି ପୁରା ଖାଇବି, ଏଇଟା ବି ମୋତେ ବହୁତ ଭଲ ଲାଗେ। ଲାଷ୍ଟରେ ଯେଉଁଟା ବାହାରେ, ୟାର ସ୍ୱାଦ ବି ପୁରା ନିଆରା। ମୁଁ ଘିଅର କିଛି ପକେଇବିନି, ସବୁ ଖାଇଦେବି। ମୁଁ ରହିଲି ସାଙ୍ଗମାନେ, ବାଏ ବାଏ।